ପିଲାମାନେ ଆଜି ଆମେ ପଢ଼ିବା ବହୁତ ସୁନ୍ଦର ଗପଟି ସାନ ସିନା ଦାନ ତାହାର ମହାନ। এই ଗପଟି ଆମେ ଛୋଟବେଳେ ସ୍କୁଲ ବହିରେ ପଢ଼ୁଥିଲୁ। ଆଉ ଆଜି ମୁଁ ତମମାନଙ୍କୁ ପିଲାମାନେ ଗପଟି ପଢ଼େଇକି ଶୁଣେଇବି। ଯଦି ଗପଟି ତମମାନଙ୍କୁ ଭଲ ଲାଗେ ଲାଇକ୍ କରିବ, ସବସ୍କ୍ରାଇବ୍ ଚ୍ୟାନେଲକୁ କରିନେବ। ତ ଚାଲ ପଢ଼ିବା। ଆଜିକୁ ପ୍ରାୟ 8 ବର୍ଷ ତଳର କଥା। ଲାଙ୍ଗୁଳା ନରସିଂହଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜୁତି କରୁଥାନ୍ତି। ସେ ସୂର୍ଯ୍ୟଙ୍କ ପୂଜା ପାଇଁ ସୁନ୍ଦର ମନ୍ଦିରଟି ତୋଳିବାକୁ ଇଚ୍ଛା କଲେ। ରାଜାଙ୍କର ଆଦେଶ ସାରା ରାଜ୍ୟର ଅନେକ କାରିଗରକୁ ଆସି ଠୁଳ ହେଲେ। ସେମାନଙ୍କର ଭିତରୁ 1200 ଭଲ କାରିଗରକୁ ବଛାଗଲା। ସେତେବେଳେ ପଥରରେ ସୁନ୍ଦର କାମ କରି ଓଡ଼ିଶାର କାରିଗରମାନେ ନାଁ କରିଥିଲେ। ସେତେବେଳେ ତ ସିମେଣ୍ଟ ନଥାଏ, ପଥରକୁ ଯୋଡ଼ିବା ପାଇଁ ଏକ ପ୍ରକାର ଚୂନ ବ୍ୟବହାର କରାଯାଉଥିଲା। ସମୁଦ୍ର କୂଳରେ ଚନ୍ଦ୍ରଭାଗା ନଦୀ ମୁହାଣରେ ଏହି ମନ୍ଦିରଟି ତୋଳା ହେଲା। ମନ୍ଦିରଟି ତିଆରି ହେଲା ଗୋଟିଏ ରଥ ଆକାରରେ। ସେଥିରେ 7ଟି ପଥର ଘୋଡ଼ା ଯୋଡ଼ା ହେଲା। ମନ୍ଦିରର ସିଂହାସନ ରହିଲା ସୂର୍ଯ୍ୟଙ୍କ ପ୍ରତିମା। ପୂର୍ବ ଦିଗରେ ସୂର୍ଯ୍ୟ ଉଇଁଲେ ମାତ୍ରେ ପ୍ରଥମ କିରଣ ସୂର୍ଯ୍ୟମୂର୍ତ୍ତିର ପାଦ ତଳେ ପଡ଼ୁଥିଲା। ଏହି ମନ୍ଦିର ନିର୍ମାଣ ଓଡ଼ିଶାରେ 12 ବର୍ଷ ରାଜତ୍ୱ ଖର୍ଚ୍ଚ ହୋଇଥିଲା। ଆସ୍ତେ ଆସ୍ତେ ମନ୍ଦିରର ନାମ, ମନ୍ଦିରର ମୁଖଶାଳା ଆଦି ତିଆରି ସରିଲା। ଗଛଲତା, ଫୁଲଫଳ, ହାତୀଘୋଡ଼ା ଆଦି ଜୀବଜନ୍ତୁ, ଦେବଦେବୀ, ମନୁଷ୍ୟ ପ୍ରଭୃତି ମୂର୍ତ୍ତି ମଝିରେ ଝଳମଳ କରୁଥାଏ। ତଥାପି ମନ୍ଦିରଟି ସମ୍ପୂର୍ଣ୍ଣ ହୋଇପାରୁ ନଥାଏ। କାରିଗରମାନେ ଯେତେ ଥର ଉଡ଼ିତ ବସାଉଥାନ୍ତି ତାହା ଖସି ପଡ଼ୁଥାଏ। ମୁଖ୍ୟ କାରିଗର ଥାନ୍ତି ବିଶୁ ମହାରଣା। ସେ ତାଙ୍କର ସବୁ ବିଦ୍ୟାବୁଦ୍ଧି ଖଟାଇ ମଧ୍ୟ ମନ୍ଦିରର ଦଧିନଉଇକୁ ବସାଇ ପାରୁନଥାନ୍ତି। ଦଧିନଉଇକୁ ବସାଇ ସାରିବା ପରେ ମନ୍ଦିର କାମ ଶେଷ ହେବ। ଏହା ରାଜା ଅଧୀର ହୋଇ ପଡ଼ିଲେଣି। ସେ ବିଶୁ ମହାରଣାଙ୍କୁ ଡକାଇ କହିଲେ, ମୁଁ ଆଉ 7 ଦିନ ମାତ୍ର ସମୟ ଦେଉଛି। ଏହାରି ଭିତରେ ଦେଉଳର ମୁଣ୍ଡି ମାରିବ, ନ ହେଲେ 1200 କାରିଗରଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ମନ ଦୁଃଖରେ ଫେରି ରାଜାଙ୍କ ଆଦେଶ କାରିଗରଙ୍କ ଭାଇମାନଙ୍କୁ ଜଣାଇଲେ। ସମସ୍ତେ ମୁହଁ ଶୁଖିଗଲା। ଘରଦ୍ୱାର ଛାଡ଼ି 12 ବର୍ଷ କାଳ ଲାଗି ଏତେ ବଡ଼ ମନ୍ଦିରଟି ତୋଳିଲେ। ମନ୍ଦିରର ଦୌନୀ ଖଞ୍ଜାଇ ପାରୁନାହାନ୍ତି, ସେଥିପାଇଁ ସମସ୍ତଙ୍କ ମୁଣ୍ଡ କଟା ହେବ। ବିଶୁ ମହାରଣା ଦେଉଳ ତୋଳିବାକୁ ଘରୁ ଆସିବା ବେଳେ ତାଙ୍କ ପୁଅଟି ହୋଇଥାଏ। ପୁଅର ନାଁ ଦିଆ ହୋଇଥାଏ ଧର୍ମପଦ, ଡାକ ନାଁ ଧର୍ମା। ତାକୁ ଯେତେବେଳେ 12 ବର୍ଷ, ସେ ବାପାଙ୍କ ପାଖକୁ ଯିବା ପାଇଁ ଅଳି କଲା। ଧର୍ମାକୁ ଏକୁଟିଆ ଛାଡ଼ିବା ପାଇଁ ମା ପ୍ରଥମେ ଅମଙ୍ଗ ଦେଉଥିଲେ, ମାତ୍ର ଯିବା ପାଇଁ ପୁଅକୁ ଜିଗର ଦେଖି ମନା କରି ପାରିଲେ ନାହିଁ। ଧର୍ମାକୁ କାଳେ ସେ ଏତେ ଦିନ ପରେ ବିଶୁ ଚିହ୍ନି ପାରିବେ ନାହିଁ, ସେଥିପାଇଁ ସାଥିରେ ବାଡ଼ି ବରକୋଳି କିଛି ଦେଇଥାନ୍ତି। ଧର୍ମା ପଚାରି ପଚାରି କୋଣାର୍କ ଗଲା ଓ ବିଶୁ ମହାରଣାକୁ ଠାବ କଲା। ବିଶୁ ମହାରଣା ନିଜ ବାଡ଼ି ବରକୋଳି ଦେଖି ପୁଅକୁ ଚିହ୍ନି ପାରିଲେ। ଆନନ୍ଦରେ ତାକୁ କୁଣ୍ଢାଇ ପକାଇଲେ। ଧର୍ମା ଦେଖିଲା ବାପାଙ୍କର ମନରେ ସୁଖ ନାହିଁ। ସେ ତାହାର କାରଣ ପଚାରି ବୁଝିଲା। ରାତି ପାହିଲେ ବିଶୁ ମହାରଣା ସହିତ 1200 କାରିଗରଙ୍କର ମୁଣ୍ଡ କଟା ହେବ। ଏକଥା ଜାଣି ଧର୍ମା ମନ ବିକଳ ହୋଇ ଉଠିଲା। ଧର୍ମା ବି କାରିଗରଙ୍କୁ କୁଳର ପିଲା। ତାଙ୍କୁ ମଧ୍ୟ କାରିଗରୀ ବିଦ୍ୟା ଜଣାଥିଲା। ଦଧିନଉତି ବସାଇ ମନ୍ଦିରର ମୁଣ୍ଡି ମାରିପାରିବ ବୋଲି ଧର୍ମା ସାହସ ହେଲା। ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିରର ଚୂଳକୁ ଉଠାଇଲା। ରାତାରାତି ମାପଚୁପ କରି ଦଧିନଉତ ବସାଇ ଦେଲା। ସକାଳ ହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ। ବିଶୁ ମହାରଣା ପୁଅ କାମ ଦେଖି ଆନନ୍ଦରେ ଫାଟି ପଡ଼ିଲେ। ତାଙ୍କୁ କୋଳକୁ ନେଇ କହିଲେ, ଏଡ଼େ ସାନ ପିଲାଟି ହୋଇ ମଧ୍ୟ ତୁ ଆଜି ଆମ ମାନ ରଖିଦେଲୁ। ଅନ୍ୟ କାରିଗରମାନେ ବିଶୁ ମହାରଣା ପାଖକୁ ଆସି କହିଲେ, ରାଜା ଏବେ ଜାଣିବେ 1200 ବଢ଼େଇ ଯାହା କରିପାରିଲେ ନାହିଁ, ତାହା ସାମାନ୍ୟ 12 ବର୍ଷ ପିଲାଟି କରିଦେଇଛି। ସେ
ନିଶ୍ଚିନ୍ତ ଆମ୍ଭମାନଙ୍କର ମୁଣ୍ଡ କଟକଣା ଆଦେଶ ଦେବେ। ତେଣୁ ତୁମକୁ ଆଜି ସ୍ଥିର କରିବାକୁ ହେବ, ଆମେ ରହିବୁ ନା ତୁମ ପୁଅ ରହିବ। ତୁମେ 1200 ବଢ଼େଇଙ୍କ ଦୟା ନା ପୁଅର ଦାୟ? ବିଶୁ ମହାରାଣା ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ। ପୁଅ ପାଇଁ କ'ଣ 1200 ବଢ଼େଇ ମରିବେ? ଏକଥା ଶୁଣି ଧର୍ମା ତା ବାପାଙ୍କୁ କହିଲା, ବାପା, ମୋ ପାଇଁ ଆଜି 1200 ବଢ଼େଇଙ୍କର ଜୀବନ ଯିବା ଏହା ଭଲ କଥା ନୁହେଁ। ମୁଁ ତ ଗୋଟିଏ ଛୋଟ ପିଲା, ମୁଁ ଏକୁଟିଆ ବଞ୍ଚି ରହି କି ଲାଭ? ମୋ ଜୀବନ ପଛେ ଯାଉ, ହେଲେ 1200 କାରିଗର ଜୀବନ ରହୁ। ମୁଁ ଯେ ମନ୍ଦିର ମୁଣ୍ଡି ମାରିଛି ଏକଥା ରାଜା ନ ଜାଣନ୍ତୁ। ଏକଥା ଶୁଣି ବିଶୁ ପୁଅକୁ କୁଣ୍ଢାଇ ପକାଇ ତାଙ୍କ ଆଖିରୁ ଲୁହ ଝରିଗଲା। ବାପାଙ୍କ ଆଖିରୁ ଲୁହ ପୋଛି ଦେଇ ଧର୍ମା କହିଲେ, ବାପା, ଜନ୍ମ ହେଲେ ଦିନେ ନା ଦିନେ ତ ମରିବାକୁ ହବ। ମହତ୍ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଅଟେ। ଆଜି ଆମର ପରୀକ୍ଷାର ବେଳ। ଏତେବେଳେ ମୋ ପାଇଁ ଚିନ୍ତା କରି ତୁମେ ଅଧୀର ହୁଅ ନାହିଁ। ମୋତେ ହସି ହସି ବିଦାୟ ଦିଅ। ପୁଅର କଥା ଶୁଣି ବିଶୁ ମହାରାଣା ମୁହଁରୁ କଥା ବାହାରୁ ନଥାଏ। ଧର୍ମପଦ ବାପାଙ୍କ ପାଦ ତଳେ ମୁଣ୍ଡ ଲଗାଇ କହିଲା, ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି। ଏତକ କହି ଆଉ ତିଳେ ମାତ୍ର ଅପେକ୍ଷା ନ କରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେ ମନ୍ଦିର ଉପରକୁ ଚଢ଼ିଗଲେ। ସେଠାରୁ ସେ ହସି ହସି ଚନ୍ଦ୍ରଭାଗା ନଦୀ ମଝିକୁ ଡେଇଁ ପଡ଼ିଲେ। ଆଜି ଧର୍ମପଦ ନାହିଁ, କୋଣାର୍କ ମନ୍ଦିରର ଭଗ୍ନ ଅବସ୍ଥାରେ। କିନ୍ତୁ 12 ବର୍ଷ ପିଲାଟିଏ ଜାତି ପାଇଁ ଦେଶ ପାଇଁ ଯାହା କରିଗଲା ତାହା କାଳ କାଳକୁ ରହିଗଲା। ଏବେ ବି ସମସ୍ତେ କହନ୍ତି, ସାନ ସିନା ଦାନ ତାର ମହାନ।